ଏବେ ସମାଜରେ ଆପଣ ଦେଖିବେ ଯେ ବହୁତ ଜିନିଷ ବିଚ୍ଛେଦ ହେଉଛି, ବିବାହ ବିଚ୍ଛେଦ, ପ୍ରେମ ହେଉଛି ତାପରେ ବିଚ୍ଛେଦ ହେଉଛି। ୟାର କାରଣ ଆପଣ କ'ଣ ଭାବୁଛନ୍ତି? ଆକ୍ଚୁଆଲି କାରଣ ହେଉଛି ବର୍ତ୍ତମାନ ପାଇଁ ଯୁଗ ଦେଖିବାକୁ ଗଲେ ଆମର ଆକ୍ଚୁଆଲି ପିଲାମାନେ ଆମେ କହୁଛେ ସମସ୍ତେ କହୁଛନ୍ତି ଗ୍ରହର ଦୋଷ ଅଛି। କୌଣସି ଗ୍ରହର ଦୋଷ ପ୍ରତିଫଳନ ହୁଏନି। କାହିଁକି ନା ଆମେ ପ୍ରଥମେ ଜାଣିବା ବାପା ମା' ହେଉଛି ପ୍ରଥମ ଗୁରୁମା। ପ୍ରଥମ ପିଲାଟି ଜନ୍ମ ହେଲା ପରେ 12 ବର୍ଷ ପର୍ଯ୍ୟନ୍ତ ବାପା ମା' ଅଧୀନରେ ସେ ଥାନ୍ତି। ତାକୁ ଆମର ପ୍ରଥମ ଦେଖିବେ କେନ୍ଦ୍ର କାହାକୁ କୁହାଯାଏ ନା ରବି ହେଉଛି ଘର ଲିଡର ବାପା, ଚନ୍ଦ୍ର ହେଉଛି ମା', ଯାହାକୁ ଆମେ ରାଜା ଓ ରାଣୀ କହୁଛେ। ତାର ଯିଏ ଜନ୍ମ ହୁଅନ୍ତି ବୁଧ ମାନେ 5, ଯେଉଁଟା କହୁଛେ ଆମେ ଯୁବରାଜ ଓ ଯୁବରାଣୀ। ଆକ୍ଚୁଆଲି ଦେଖିବାକୁ ଗଲେ ପିଲା 12 ବର୍ଷକେ ଆପଣ ଯାହା ଯେଉଁ ପ୍ରତିଫଳନ ଦେବେ ସେ ପ୍ରତିଫଳନ ବାପା ମା' ଅଧୀନ ଥାଏ। କୌଣସି ଗ୍ରହର ଇଷ୍ଟ ସେଠି ପଡ଼େ ନାହିଁ। ଯେତେବେଳେ ଶୁକ୍ର ସ୍ଥାନ ଅପୋଜିଟ୍ ହୁଏ, ରବିଙ୍କ ପରେ ଆମର ଯଦି ବୁଧ ରହିଲା ମିଥୁନ ରାଶି ଆଉ କନ୍ୟା ରାଶିର ଅପୋଜିଟ୍ ହେଲେ ମାଲିକ ହେଲେ ବୁଧ, ଝିଅ ବା ପୁଅ ବାପା ମା' ଅଧୀନ ଯାଆନ୍ତି। ତାପରେ ଅପୋଜିଟ୍ ଆପଣ ଦେଖିବେ ଯେତେବେଳେ ଚେଷ୍ଟା କରିବେ ତୁଳା ଆଉ ବୃଷ ଆସିଗଲେ, ତାପରେ ଶୁକ୍ର କ୍ଷେତ୍ର 15 ବର୍ଷରୁ 25 ବର୍ଷ ପର୍ଯ୍ୟନ୍ତ ଯେମିତି ଲୋକ ବି ଅଛନ୍ତି, ଯେମିତି ଆଷ୍ଟ୍ରୋଲଜର ଭାବେ କହିବେ ନାହିଁ ଆମେ ପ୍ରତିଫଳନ କରି କାଟିଦେବାର ନାହିଁ। ସିଏ ଜଣେ ଶୁକ୍ର ହେଉଛନ୍ତି ଗୋଟେ ଲେରୋଜିସ୍ ପ୍ରେମର କଳାର ମାଲିକ। ସେ ଲାଇନ୍ ସେ ଯିବେ, ତାଙ୍କୁ ପ୍ରତିଫଳନ କରିବା ପାଇଁ ତାଙ୍କ ଯୋଗଭୋଗ ସମସ୍ତଙ୍କର ସେ ଟାଇମ୍ଟା ସମସ୍ତଙ୍କ ଜୀବନରେ ପଡ଼ିଅଛି। ତାକୁ ପ୍ରତିଫଳନ କରି କୌଣସି ବାପା ମା' ଅଧୀନ ଯେମିତି ଗୁରୁମା ଯେ ସବୁ ଶିକ୍ଷା ଦାନ କରନ୍ତି, ସେଥିପାଇଁ ପ୍ରେମ କରିବା ସେଇଟା ହେଉଛି ଯେହେତୁ ଆମର ତୃତୀୟାରୁ ବି ଅଭିଶପ୍ତ ପାଇକି ସାମାନ୍ୟ ବିଷ୍ଣୁ ଭୁଲ କରିଥିବାରୁ ଯେତେ ଅଭିଶପ୍ତ ତୁଳସୀ ଦେଇଛନ୍ତି ଯେ ଏପର୍ଯ୍ୟନ୍ତ ବି ଆମର ଏକତ୍ରିତ ରାଧାକୃଷ୍ଣ ହୋଇପାରିନାହାନ୍ତି। ପ୍ରେମ ଗୋଟେ ସ୍ୱାଗ, ପ୍ରେମ ହେଉଛି ତ୍ୟାଗ। ପ୍ରେମ ସହିତ କୌଣସି ଗ୍ରହର ପ୍ରତିଫଳନ କିଛି ଆଶା କରିବାଟା ଠିକ୍ ନାହିଁ। ସେଇଟା କେତେବେଳେ ପ୍ରତିଫଳନ କରିବ ସେଇଟା କହିପାରିବି। ମ୍ୟାରେଜ୍ ଘର ଲଭ୍ ଦେଖିବାକୁ ଗଲେ ରବି ବୁଧ ଶୁକ୍ର ହେଉଛନ୍ତି ଭାଗ୍ୟାଧିପତି ଘର, ଭାଗ୍ୟ ଘରେ ଯଦି ଥାଏ ସେଠି ଲଭ୍ ମ୍ୟାରେଜ୍ ପ୍ରାୟ ବ୍ୟକ୍ତିଙ୍କର ହୁଏ, ନହେଲେ ଫେଲୁଅର୍। ଲଭ୍ ମ୍ୟାରେଜ୍ ବହୁତ ଛଡ଼ା ଛଡ଼ି ହେଉଛନ୍ତି। ଲଭ୍ ମ୍ୟାରେଜ୍ ଛଡ଼ା ଛଡ଼ିବାର ମୁଖ୍ୟ କାରଣ ହେଲା